ବଦଳିବ ଫେସବୁକ୍ ଓ ଇନଷ୍ଟାଗ୍ରାମ ନିୟମ। ପ୍ରତି ମାସରେ ଦେବାକୁ ହେବ ଟଙ୍କା। ଡିଜିଟାଲ ଯୁଗରେ ସୋସିଆଲ ମିଡିଆ ଜୀବନର ଏକ ଅଙ୍ଗ ପାଲଟି ଯାଇଅଛି। ରିପୋର୍ଟ ମୁତାବକ ପ୍ରତିଦିନ ଭାରତୀୟମାନେ ହାରାହାରି 2 ଘଣ୍ଟାରୁ 3 ଘଣ୍ଟା ସମୟ ସୋସିଆଲ ମିଡିଆରେ ବିତାଉଛନ୍ତି। 2024 ବର୍ଷରେ ଦେଶରେ 80 କୋଟିରୁ ଅଧିକ ସୋସିଆଲ ମିଡିଆ ୟୁଜର୍ସ ରହିଥିଲେ। ଅଧିକାଂଶ ୟୁଜର୍ସ ଇନଷ୍ଟାଗ୍ରାମ ଓ ଫେସବୁକ୍ରେ ସମୟ ବ୍ୟତୀତ କରୁଛନ୍ତି। ଏହିଭଳି ସୋସିଆଲ ମିଡିଆ ୟୁଜର୍ସକୁ ଏବେ ବଡ଼ ଝଟକା ଲାଗିପାରେ, କାରଣ ଏବେ ଇନଷ୍ଟାଗ୍ରାମ ଓ ଫେସବୁକ୍ ବ୍ୟବହାର କରିବାକୁ ହେଲେ ଟଙ୍କା ଦେବାକୁ ପଡ଼ିଥାଏ। ବିଶ୍ୱର ସବୁଠାରୁ ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍ ଓ ଇନଷ୍ଟାଗ୍ରାମ ବର୍ତ୍ତମାନ ସୁଦ୍ଧା ଏହାକୁ ମାଗଣାରେ ବ୍ୟବହାର କରି ଆସୁଥିଲେ ୟୁଜର୍ସ, କିନ୍ତୁ ଏବେ ଆଉ ନୁହେଁ, କାରଣ ୟୁକେରେ ୟୁଜର୍ସମାନଙ୍କୁ ଏହି ପ୍ଲାଟଫର୍ମ ଗୁଡ଼ିକୁ ବିଜ୍ଞାପନ ମୁକ୍ତ ବା ଆଡ୍ସ ଫ୍ରି ଭାବରେ ଚଳାଇବା ପାଇଁ ପ୍ରତି ମାସରେ ଟଙ୍କା ଦେବାକୁ ପଡ଼ିବ। ଡାଟା ଗୋପନୀୟତାକୁ ନେଇ ବଢ଼ୁଥିବା ନିୟମ ଚାପ ପରେ ଏହି ନିଷ୍ପତ୍ତି ନିଆଯାଇଅଛି। ୟୁକେରେ ସୋସିଆଲ ମିଡିଆ ୟୁଜର୍ସମାନଙ୍କ ପାଇଁ ଏକ ନୂଆ ସବସ୍କ୍ରିପସନ ମଡେଲ ଆଣିଛି ମେଟା। ଯେଉଁମାନେ ପେଜରେ ସ୍କ୍ରୋଲିଂ ସମୟରେ ବିଜ୍ଞାପନ ଦେଖିବାକୁ ଚାହୁଁନାହାନ୍ତି, ସେମାନଙ୍କୁ ପ୍ରତି ମାସରେ ଭାରତୀୟ ମୁଦ୍ରାରେ ପ୍ରାୟ 400 ଟଙ୍କା ଦେବାକୁ ପଡ଼ିବ। ଯେଉଁମାନେ ଲ୍ୟାପଟପ୍ କିମ୍ବା ଡେସ୍କଟପ୍ରେ ଫେସବୁକ୍ କିମ୍ବା ଇନଷ୍ଟାଗ୍ରାମ ବ୍ୟବହାର କରୁଛନ୍ତି, ସେମାନଙ୍କୁ ପ୍ରତି ମାସରେ 300 ଟଙ୍କାରୁ ଅଧିକ ଖର୍ଚ୍ଚ କରିବାକୁ ହେବ। ଯଦି କୌଣସି ୟୁଜର୍ସ ଫେସବୁକ୍ ଓ ଇନଷ୍ଟାଗ୍ରାମ ଉଭୟ ଆକାଉଣ୍ଟ ଲିଙ୍କ ହୋଇଅଛି, ତେବେ ସେମାନଙ୍କୁ କେବଳ ଗୋଟିଏ ସବସ୍କ୍ରିପସନ ନେବାକୁ ପଡ଼ିବ। ବର୍ତ୍ତମାନ ୟୁଜର୍ସମାନେ ମାଗଣାରେ ପ୍ଲାଟଫର୍ମ ବ୍ୟବହାର କରି ବିଜ୍ଞାପନ ଦେଖିପାରିବେ କିମ୍ବା ସବସ୍କ୍ରିପସନ ନେଇ ବିଜ୍ଞାପନ ମୁକ୍ତ ଅନୁଭୂତି ପାଇପାରିବେ। କମ୍ପାନୀ ଉପରେ ଅଭିଯୋଗ ଥିଲା ଯେ ମେଟା ଦୀର୍ଘ ସମୟ ଧରି ନିୟାମକ ଚାପର ସାମ୍ନା କରୁଥିଲା। କମ୍ପାନୀ ଉପରେ ଅଭିଯୋଗ ଥିଲା ଯେ ଏହା ୟୁଜର୍ସଙ୍କ ବ୍ୟକ୍ତିଗତ ଡାଟା ବ୍ୟବହାର କରି ସେମାନଙ୍କୁ ପର୍ସନାଲ ବିଜ୍ଞାପନ ଦେଖାଉଛି।